ଜଙ୍ଗଲରେ ଆଜି ପହିଲି ରଜ। ଜଙ୍ଗଲର ସବୁ ଚଢ଼େଇ ମାନେ ଆଜି ବହୁତ ଖୁସି ଥିଲେ। କିଏ ଲୁଡୁ ଖେଳୁଥିଲା ତ ଆଉ କିଏ ରଜ ଦୋଳିରେ ଝୁଲୁଥିଲା। ଚିଙ୍କି ଚିଙ୍କି ତୁ ଆଜି ବହୁତ ସୁନ୍ଦର ଦେଖା ଯାଉଛୁ। ଆଲା ମିକି ତୁ ବି କୋଉ କମ ଯେ ତୁ ବି ବହୁତ ସୁନ୍ଦର ଦେଖା ଯାଉଛୁ ମିକି। ଚିଙ୍କି ଚାଲେ ଆମ ବାଡ଼ିରେ ମୋ ମା ମୋ ପାଇଁ ଦୋଳି ବାନ୍ଧିଛନ୍ତି। ସେ ଦୋଳିରେ ଆମେ ଦୁଇ ଜଣ ଝୁଲିବା। ଏହା ପରେ ମିକି ଚିଙ୍କିକୁ ନେଇ ତାଙ୍କ ବାରିକୁ ଗଲା ଆଉ ତା ଦୋଳିରେ ଦୁଇ ଜଣ ଦୋଳି ଖେଳିଲେ। ଦୁଇ ଜଣ ଦୋଳି ଖେଳୁଥିବା ସମୟରେ ଚିଣ୍ଟୁ କାଉ ସେମାନଙ୍କ ପାଖକୁ ଆସିଲା ଆଉ ସେମାନଙ୍କୁ କହିଲା, ଆରେ ମିକି ମତେ ବି ତ ଦୋଳିରେ ଝୁଲିବାକୁ ଦେ, ମତେ ଦୋଳି ଖେଳିବାକୁ ଭାରି ଇଚ୍ଛା ହଉଛି। ଆଲା ଚିଣ୍ଟୁ କାଉ ତୁ ତ ପୁଅ ଚଢ଼େଇଟେ, ତୁ କଣ ଦୋଳି ଖେଳିବାକୁ ଆସୁ ଯେ? ଯାଉନୁ ତୁ ପୁଅ ଚଢ଼େଇ ମାନଙ୍କ ସହ ମିଶି କ୍ରିକେଟ ନହେଲେ ତାସ ଖେଳିବୁ। ଝିଅ ପିଲାଙ୍କ ଭଳି ଦୋଳି ଖେଳିବାକୁ କଣ ଆସିଛୁ? ଆରେ ମିକି ପୁଅ ଚଢ଼େଇ କଣ ଦୋଳି ଖେଳନ୍ତି ନା କଣ? ମୁଁ ତ ଛୋଟ ବେଳୁ ଦୋଳି ଖେଳି ଖେଳି ଆସିଛି। ତୁ କଣ ମତେ ଦୋଳି ଖେଳିବାକୁ ମନା କରୁଛୁ? ପ୍ଲିଜ ମତେ ମନା କରନି, ମତେ ଦୋଳି ଖେଳିବାକୁ ଦେ। ନାଇଁ ଚିଣ୍ଟୁ କାଉ ତୁ ବହୁତ ଦୁଷ୍ଟ। ତୁ ଆମ ସହ ଦୋଳି ଖେଳିଲେ ଆମ ଦୋଳିକୁ ଛିଣ୍ଡେଇ ଛାଣ୍ଡି ପଳେଇବୁ, ତାପରେ ଆମେ ଉପରକୁ ନେଇ ବସିଥିବୁ। ନାଇଁ ନାଇଁ ଆମେ ତତେ ଜମା ଖେଳିବାକୁ ଦବୁ ନାହିଁ। ଆଲୋ ଏଇ ଚିଙ୍କି ତୋର ତ ଭାରି ସାହସ, ତୁ ପୁଣି ମତେ ଦୋଳି ଖେଳି ଦବୁନୁ। ହଉ ତମ ଦୁଇ ଜଣ କଥା ମୁଁ ଭଲ ଭାବରେ ବୁଝିବି। ଏମିତି କହି ଚିଣ୍ଟୁ କାଉ ରାଗିକି ସେଠାରୁ ଚାଲିଗଲା ଆଉ ତା ମାକୁ ଯାଇ କହିଲା, ମା ସେ ମିକି ଆଉ ଚିଙ୍କିର ଭାରି ସାହସ ହେଇଗଲାଣି। ସେ ଦୁଇ ଜଣ ଦୋଳି ଖେଳୁଥିଲେ, ମୁଁ ଯାଇ କହିଲି ମତେ ଟିକେ ଦୋଳି ଖେଳାଉ ବୋଲି, ହେଲେ ସେ ଦୁଇ ଜଣ ମତେ ଜମା ଦୋଳି ଖେଳେଇ ଦେଲେଣି। କହୁଛନ୍ତି ତୁ ଭାରି ଦୁଷ୍ଟ, ତୁ ଆମ ଦୋଳି ଛିଣ୍ଡେଇ ଦବୁ। ଏମିତି କହି ମତେ ବିଦା କରିଦେଲେ ମା, ମତେ ଜମା ଦୋଳି ଖେଳେଇ ଦେଲେଣି। କଣ ହେଲା? ସେ ଟିକି ଝିଅ ମିକିର ଭାରି ସାହସ ହେଇଗଲାଣି। ସେ ପୁଣି ମୋ ପୁଅକୁ ଦୋଳି ଖେଳେଇ ଦେଲାଣି। ଚାଲ ମୋ ସହିତ, କେମିତି ତତେ ଦୋଳି ଖେଳେଇ ଦବନି ମୁଁ ଟିକେ ଦେଖିବି। ଏମିତି କହି ରାଗିକି ସୁନ୍ଦରୀ କାଉ ତା ପୁଅକୁ ଧରି ଟିକି ଚଢ଼େଇର ଘର ପାଖକୁ ଗଲା ଆଉ ଜୋର ଜୋର ପାଟିରେ କହିଲା, ଆଲୋ ଏଇ ଟିକି ଚଢ଼େଇ କୁଆଡେ ଗଲୁ? ଜଲ୍ଦି ଘର ବାହାରକୁ ଆସେ। ତୋ ଝିଅର ଏତେ ସାହସ ହେଇଗଲାଣି। ଆଲୋ ଯେତେବେଳେ ତୋ ବାରିରେ ଗଛ ନଥିଲା ମୋ ବାରିରେ ଦୋଳି ଲଗେଇକି ମୁଁ ତତେ କେତେ ଖେଳେଇଛି, ହେଲେ ଆଜି ମୋ ପୁଅକୁ ତୋ ଝିଅ ଦୋଳି ଟିକେ ଖେଳେଇବାକୁ ଦଉନି। ଆରେ ନାଇଁ ନାଇଁ ସୁନ୍ଦରୀ କାଉ, ଏ ରଜ ପର୍ବଟାରେ କାହିଁ ଏମିତି ରାଗୁଛୁ କହିଲୁ? ଆସେ ମୁଁ ତୋ ପୁଅକୁ ଦୋଳି ଖେଳେଇ ଦେବି। ଏହାପରେ ଟିକି ଚଢ଼େଇ ଚିଣ୍ଟୁ କାଉକୁ ନେଇ ତା ଝିଅ ପାଖକୁ ଗଲା ଆଉ ତା ଝିଅକୁ ଚିଣ୍ଟୁ କାଉକୁ ଦୋଳି ଖେଳେଇବାକୁ କହିଲା। ମିକି ଚିଣ୍ଟୁ ବା ତୋ ସାଙ୍ଗ, ତୁ ତାକୁ ଦୋଳି କାହିଁ ଖେଳେଇ ଦଉନୁ କହିଲୁ? ତମେ ତିନି ଜଣ ଏଇଠି ବସି ଦୋଳି ଖେଳ, ଜମା ଦୁଷ୍ଟ ହବନି। ନାଇଁ ମା ମୁଁ କଣ ତାକୁ ଦୋଳି ଖେଳେଇ ଦେନି, ହେଲେ ସେ ବହୁତ ଦୁଷ୍ଟାମି କରେ, ସେଥିଲାଗି ମୁଁ ତାକୁ ଦୋଳି ଖେଳେଇ ଦେଲେଣି। ଚିଣ୍ଟୁ କାଉ ତୁ ଯଦି ଦୁଷ୍ଟାମି କରିବୁନୁ ତାହେଲେ ତତେ ଆମ ସହିତ ମିଶେଇ ଦୋଳି ଖେଳେଇବୁ। ହଁ ମିକି ମୁଁ କଥା ଦଉଛି, ମୁଁ ଜମା ଦୁଷ୍ଟାମି କରିବିନି। ଏହାପରେ ତିନି ଜଣ ଖୁସି ଖୁସିରେ ଦୋଳି ଖେଳିବାକୁ ଲାଗନ୍ତି। ବହୁତ ଦିନ ହେଇଯିବ ପାଟିରେ ଟିକେ କଅଁଳିଆ ଚଢ଼େଇ ମାଂସ ବାଜିନି। ମୁଁ କାଳେ ଶୁଣିଲି ଆଜି ବା ଜଙ୍ଗଲରେ ପହିଲି ରଜ। ଆଜି ସବୁ ଚଢ଼େଇ ମାନେ ତ ବାହାରେ ଖେଳା ଖେଳି କରୁଥିବେ। ଏଇ ସମୟରେ ମୁଁ କିଛି ଚଢ଼େଇ ଛୁଆ ମାନଙ୍କୁ ଚୋରି କରି ନେଇ ଆସିଲେ ତାଙ୍କ ମାଂସ ମୁଁ ଆନନ୍ଦରେ ଖାଇବି। ଏମିତି କହି ସେ ଚିଲଟେ ଜଙ୍ଗଲ ଭିତରକୁ ଗଲା ଆଉ ଲୁଚି ଲୁଚି ସବୁ ଜାଗାରେ ଚଢ଼େଇ ଛୁଆମାନଙ୍କୁ ଖୋଜିଲା। ଏମିତି ଖୋଜୁ ଖୋଜୁ ଚିଲର ନଜର ଟିକି ଚଢ଼େଇର ବାରି ଉପରେ ପଡ଼ିଲା। ଆରେ ଏଇଠି ତ ମୋ ଶିକାର ଅଛନ୍ତି, ଯାଉଛି ଏ ଛୁଆ ମାନଙ୍କୁ ଧରି ନେଇଯିବି। ଏମାନଙ୍କୁ ତ ମୁଁ ଆନନ୍ଦରେ ବସି ଖାଇବି। ଏମିତି କହି ଚିଲ ସେମାନଙ୍କ ପାଖକୁ ଗଲା। ଚିଲକୁ ପାଖରେ ଦେଖି ଚଢ଼େଇ ଛୁଆମାନେ ବହୁତ ଡରି ଯାଆନ୍ତି। ଚିଲ ଅଙ୍କଲ କଣ ହେଲା? ତମେ କଣ ଦୋଳି ଖେଳିବାକୁ ଆସିଛ? ଆସ ଚିଲ ଅଙ୍କଲ ଆମ ସହିତ ମିଶି ଦୋଳି ଖେଳ। କଣ ହେଲା? ମୁଁ ପୁଣି ତମ ସହିତ ମିଶି ଦୋଳି ଖେଳିବି? ଆରେ ନାଇଁ ମୁଁ ତ ଦୋଳି ଖେଳିବିନି, ହେଲେ ତମ ମାନଙ୍କୁ ମୋ ପେଟରେ ଦୋଳି ଖେଳେଇବି। ଏମିତି କହି ଚିଲ ମିକି ଆଉ ଚିଙ୍କିକୁ ତା ଦୁଇ ଗୋଡ଼ରେ ଧରେ। ଆରେ ଏଇ ଚିଣ୍ଟୁ କାଉ ତୁ କାଳିଆ ଭୁଆଁଟେ,
ତୋ ମାଂସ ଭାରି ପିତା, ତତେ ମୁଁ ଛାଡି ଦଉଛି, ଯା ଜୀବନ ରକ୍ଷା କରି ଏଠୁ ଚାଲି ଯା। ଚିଣ୍ଟୁ କାଉ ଡରି ମରି ସେଠାରୁ ଧାଇଁ ଚାଲି ଆସିଲା। ଏହାପରେ ଚିଲ ମିକି ଆଉ ଚିଙ୍କିକୁ ଧରି ତା ଇଲାକାକୁ ଚାଲିଗଲା। ଏପଟେ ଚିଣ୍ଟୁ କାଉ ଧଇଁ ସଇଁ ହେଇ ଟିକି ଚଢ଼େଇ ପାଖକୁ ଗଲା ଆଉ ଟିକି ଚଢ଼େଇକୁ ସବୁ କଥା କହିଲା। हे भगवान, ଏବେ ଯେ ମୁଁ କ'ଣ କରିବି? ସେ ଦୁଷ୍ଟ ଚିଲ ମୋ ଛୁଆ ମାନଙ୍କର କ୍ଷତି କରିପାରେ। ନାଇଁ ନାଇଁ, ତାହା ପୂର୍ବରୁ ସେମାନଙ୍କୁ ମୋତେ ରକ୍ଷା କରିବାକୁ ପଡ଼ିବ। ଟିକି ଚଢ଼େଇ ଜଙ୍ଗଲ ସାରା ଖୋଜି ଖୋଜି ନୟାନ୍ତ ହେଇଗଲା, ହେଲେ ତା ଛୁଆମାନଙ୍କୁ କୋଉଠି ହେଲେ ବି ପାଇଲା ନାହିଁ। ବୁଝିଲ ଟିକି ଚଢ଼େଇ, ତୁ ଜମା ମନ ଦୁଃଖ କରେନି। ମୋ ମନ କହୁଛି ସେ ଦୁଷ୍ଟ ଚିଲ ପୁଣି ଥରେ କାଲି ଚଢ଼େଇ ଛୁଆ ମାନଙ୍କୁ ଖୋଜିବାକୁ ଆସିବ। ସେଇ ସମୟରେ ତାହାକୁ ପାନ ଦେବା ପାଇଁ ତୁ କିଛି ଚିନ୍ତା କରେ। ସୁନ୍ଦରୀ କାଉର କଥା ଶୁଣି ଟିକି ଚଢ଼େଇ କିଛି ମନେ ମନେ ଭାବିବାକୁ ଲାଗିଲା ଆଉ ସୁନ୍ଦରୀ କାଉ କାନରେ ସବୁ କଥା କହିଲା। ଦେଖୁ ଦେଖୁ ତା ପରଦିନ ସକାଳ ହୋଇଯାଇଥିଲା। ଟିକି ଚଢ଼େଇ କିଛି ଯୋଜନା କରି ଗୋଟେ ଫାଙ୍କା ଜାଗାରେ ଠିଆ ହେଲା। କିଛି ସମୟ ପରେ ସେ ଦୁଷ୍ଟ ଚିଲଟି ପୁଣି ଥରେ ଆସିଲା। ଟିକି ଚଢ଼େଇକୁ ଏକଲା ଦେଖି ଚିଲ ଭାରି ଖୁସି ହେଇଗଲା। ଆରେ ବାଃ, ଛୁଆକୁ କାଲି ନେଇଥିଲି, ଆଜି ମାକୁ ମଧ୍ୟ ନେଇଯିବି। ମା ଛୁଆକୁ ଏକା ସାଙ୍ଗରେ ଖାଇବି। ଏମିତି କହି ଚିଲ ଟିକି ଚଢ଼େଇକୁ ଝାମ୍ପ ମାରି ସେଠାରୁ ନେଇଗଲା। ହେଲେ ଟିକି ଚଢ଼େଇ ଯୋଜନା ବିଷୟରେ ଚିଲକୁ ଜମା ଜଣା ନଥିଲା। ଯେମିତି ଚିଲ ଟିକି ଚଢ଼େଇକୁ ନେଇ ତା ଛୁଆମାନଙ୍କ ପାଖକୁ ଯାଇଛି, ସେହି ସମୟରେ ଟିକି ଚଢ଼େଇ ତା ପାଖରେ ରଖିଥିବା କିଛି ଲଙ୍କା ଗୁଣ୍ଡକୁ ଚିଲର ଆଖିକୁ ପକେଇଲା। ଚିଲ ଆଖି ତ ବହୁତ ଜୋରେ ଜଳା ପୋଡ଼ା ହେଲା। ପାଣି ଖୋଜି ଖୋଜି ଚିଲ ଜଙ୍ଗଲ ଭିତରକୁ ଗଲା। ସେହି ସମୟରେ ସବୁ ଚଢ଼େଇ ମାନେ ମିଶିକି ଚିଲକୁ ବହୁତ ବାଡ଼େଇଲେ। ଦୁଷ୍ଟ ଚିଲ, ତୋର ଏତେ ସାହସ, ତୁ ଆମ ଜଙ୍ଗଲ ଗୋଟେ ଦୁର୍ଘଟଣା ସୃଷ୍ଟି କରିଦେଲୁ। ଚଢ଼େଇ ଛୁଆମାନେ କେତେ ଖୁସି ଥିଲେ, ହେଲେ ତୁ ତାଙ୍କ ମୁହଁରୁ ଖୁସି ଛଡ଼େଇ ନେଲୁ। ତତେ ଆମେ ଜମା ଛାଡ଼ିବୁନୁ। ନାଇଁ ନାଇଁ ଚଢ଼େଇ ମାନେ, ମତେ କ୍ଷମା କରିଦିଅ। ମୋ ନିଜ ଭୋକ ମେଣ୍ଟିବା ପାଇଁ ମୁଁ ଏମିତି ସବୁ କରିଥିଲି, ହେଲେ ମୁଁ ତମକୁ କଥା ଦଉଛି, ଏମିତି କାମ ମୁଁ ଆଉ କେବେ କରିବିନି। ଦୟାକରି ମତେ ଛାଡ଼ି ଦିଅ ଚଢ଼େଇ ମାନେ। ଚିଲ କ୍ଷମା ମାଗିବା କାରଣରୁ ସବୁ ଚଢ଼େଇ ମାନେ ତାକୁ ଗୋଟେ ସୁଯୋଗ ଦିଅନ୍ତି। ଏହାପରେ ଚିଲ ନିଜ ଜୀବନ ରକ୍ଷା କରି ସେଠାରୁ ଚାଲିଯାଏ। ବୋହୂମା, ଏବେ ଯେ ଆମେ କ'ଣ କରିବା ମୁଁ କିଛି ବୁଝିପାରୁନାହିଁ। ଆଉ କିଛି ଦିନ ପରେ ତୁ ଅଣ୍ଡା ଦେବାକୁ ଯାଉଛୁ। ତୋ ପାଇଁ ବି କିଛି ପଇସାର ଆବଶ୍ୟକ ଅଛି, ହେଲେ ଦୁର୍ଭାଗ୍ୟକୁ ଏ ପଙ୍ଖା ମଧ୍ୟ କେହି କିଣି ନେଉନାହାନ୍ତି। ଏବେ ଯେ ଆମେ ପଇସା କେମିତି ରୋଜଗାର କରିବା? ଶାଶୁମା, ତମେ ଜମା ଚିନ୍ତା କରନି। ଖରା ଦିନ ପାଖେଇ ପାଖେଇ ଆସିଲାଣି। ଆସ୍ତେ ଆସ୍ତେ ଚଢ଼େଇମାନେ ଆମ ପାଖରୁ ଘାସ ତ ପଙ୍ଖା କିଣି ନେବେ। ଏମିତି ଶାଶୁ ବୋହୂ ପ୍ରତ୍ୟେକ ଦିନ ଘାସରେ ପଙ୍ଖା ତିଆରି କରି ରଖୁଥାନ୍ତି। ଘାସର ପଙ୍ଖା ବିକ୍ରି ନ ହେଉଥିବା କାରଣରୁ ତାଙ୍କ ଘରେ ତ ବହୁତ ସାରା ଘାସର ପଙ୍ଖା ହେଇଯାଇଥିଲା। ଆଉ ଦିନ ପରେ ଦିନ ତ ଗରମ ବଢ଼ିବାରେ ଲାଗିଥିଲା। ସେଥିଲାଗି ମିକି କାନ୍ଦି କାନ୍ଦି ଆସି ତା ମାଆକୁ କହିଲା, ମା, କେତେ ଜୋରେ ଗରମ ହଉଛି। ତମେ ମତେ କହିଥିଲ କି ଆଉ କିଛି ଦିନ ପରେ ଆମ ଘରକୁ ଗୋଟେ ନୂଆ କୁଲର କିଣିକି ଆଣିବ, ହେଲେ ଏତେ ଦିନ ହେଇଗଲାଣି ତମେ ତ ଗୋଟେ ବେଲେ କୁଲର କିଣି ଆଣୁନା। କେବେ ଆଣିବ କୁଲର ମା? ମିକି, ତୁ ତ ଦେଖୁଛୁ ଆମ ପରିସ୍ଥିତିକୁ। ପଙ୍ଖା ତ ଜମା ବି ବିକ୍ରି ହଉନି। ଯଦି ପଙ୍ଖା ବିକ୍ରି ହୁଅନ୍ତା ତାହେଲେ ସେଇ ପଇସାକୁ ସଞ୍ଚୟ କରି ସେଥିରେ ଗୋଟେ କୁଲର କିଣି ଆଣନ୍ତେ। ତା ମାନେ ମା, ତମେ ବୋଧେ କୁଲର କିଣିବନି? ମୁଁ ତ ଏ ଗରମ ଜମା ସହିପାରୁନି। ଘର ଭିତରକୁ ତ ଜମା ପଶି ହଉନି ମା। ମୋ ଦେହରୁ ଦେଖନି କେତେ ଝାଳ ବାହାରୁଛି। ଆରେ ମୋ ନାତୁଣୀ, ମୋ ପାଖକୁ ଆସିଲୁ। ମୁଁ ଏ ଘାସ ବିଛଣାରେ ତତେ ବିଞ୍ଚି ଦଉଛି, ଟିକେ ଥଣ୍ଡା ଲାଗିବ ତୋ ଦେହକୁ। ଏହାପରେ ଶାନ୍ତି ଚଢ଼େଇ ତା ନାତୁଣୀକୁ ବିଞ୍ଚି ଦିଏ, ଯାହା ଫଳରେ ମିକିର ଦେହରେ ଟିକେ ଥଣ୍ଡା ପବନ ବାଜେ। ଆଉ ତା ପରଦିନ ମଧ୍ୟ ତାଙ୍କର ଘାସର ବିଛଣା ଆଉ ପଙ୍ଖା ନ ବିକ୍ରି ହେବା କାରଣରୁ ଟିକିର ଶାଶୁ ଶାନ୍ତି ମନେ ମନେ ଭାବିଲା, ମତେ ଲାଗୁଛି ଏ ଘାସର ପଙ୍ଖା ଗୁଡ଼ିକୁ ନେଇ ମୁଁ ବୁଲି ବୁଲି ଯଦି ବିକ୍ରି କରନ୍ତି ତାହେଲେ ନିହାତି ବିକ୍ରି ହୁଅନ୍ତା। ହଁ, ମୁଁ ସେୟା କରିବି। ଯାଉଛି କିଛି ଘାସର ପଙ୍ଖା ଆଉ ବିଛଣାକୁ ନେଇ ବୁଲି ବୁଲି ବିକ୍ରି କରିବାକୁ ଯିବି।
ଏମିତି ଚିନ୍ତା କରି ଶାନ୍ତି କିଛି ଘାସର ପଙ୍ଖା ଆଉ ବିଛଣାକୁ ଧରି ଜଙ୍ଗଲ ଭିତରକୁ ବୁଲିବାକୁ ଗଲା। ବହୁତ ସମୟ ବୁଲିବା ପରେ ଶାନ୍ତି ପାଖରୁ ଗୋଟେ ଚଢ଼େଇ ଘାସର ବିଛଣା କିଣିଦେଲା, ଯାହାଫଳରେ ଶାନ୍ତି 2 ପଇସା ରୋଜଗାର କରିପାରିଲା। ଏଲୋ ବାପାଲୋ, କେତେ ଜୋର ଖରା ହଉଛି। ଆଉ ଯଦି କିଛି ବାଟ ମୁଁ ଚାଲିକି ଯାଏ ତାହେଲେ ଖରାର ତାପମାତ୍ରାରେ ମୋ ମୁଣ୍ଡ ବୁଲେଇ ପକେଇବ ଆଉ ମୋତେ ଅଂଶୁଘାତ ହେଇଯିବ। ନାଇଁ, ମୋତେ ଘରକୁ ଫେରିବାକୁ ପଡ଼ିବ। କିଛି ସମୟ ପରେ ଶାନ୍ତି ତା ଘର ପାଇଁ କିଛି ଚାଉଳ ଆଉ ଡାଲି କିଣିକି ଘରକୁ ଫେରି ଆସିଲା ଆଉ ଘରେ ଯାଇ ତ ଅଚେତ ହେଇକି ପଡ଼ିଗଲା। ଶାଶୁ ମା, ମୁଁ ଆପଣଙ୍କୁ କୋଉଠୁ ନାହିଁ କୋଉଠି ଖୋଜି ଆସିଲେଣି। ଆପଣ କୁଆଡ଼େ ଯାଇଥିଲେ? ଦେଖନି କେତେ ଜୋରେ ଧଇଁ ସଇଁ ହଉଛ। କୁଆଡ଼େ ଯାଇଥିଲେ କହିଲେ? ବୋହୁ, ଏ ଘାସର ସବୁ ଜିନିଷ ଆମ ଘର ପାଖକୁ ତ କେହି ଆସି କିଣୁନାହାନ୍ତି। ସେଥିଲାଗି ଭାବିଲି ବୁଲି ବୁଲିକି ବିକ୍ରି କଲେ କେହି ଯଦି ଆମ ଘାସର ପଙ୍ଖା ବିଛଣା କିଣି ଦିଅନ୍ତି। ସେଥିଲାଗି ମୁଁ ବୁଲି ବୁଲି ବିକ୍ରି କରିଥିଲି। ଆଉ ଗୋଟେ ଚଢ଼େଇ ମୋ ପାଖରୁ ଘାସର ବିଛଣାଟେ କିଣିଦେଲା। ସେଇ ପଇସାରେ ମୁଁ କିଛି ଡାଲି ଆଉ ଚାଉଳ କିଣି ଆଣିଛି। ଶାନ୍ତି ଚଢ଼େଇ ଏମିତି ହିଁ କହୁଥିଲା କି ସେଇ ସମୟରେ ରଘୁ ଚଢ଼େଇ ମନ ଦୁଃଖ କରି ତା ଘରେ ପହଞ୍ଚିଲା। ବୁଝିଲ ଟିକି ଚଢ଼େଇ, ସାହୁକାରକୁ ମୁଁ କେତେ ଅନୁରୋଧ କଲି, ହେଲେ ସାହୁକାର ମୋ ଗୋଟେ ବି ହେଲେ କଥା ଶୁଣିଲାଣି। କହିଲେ ମାସ ଶେଷରେ ତତେ ପଇସା ଦେବି। ଏବେ ତ ତମେ ଗର୍ଭବତୀ ଅଛ, ମୁଁ ଯେ ଏବେ ପଇସା କୋଉଠୁ ଆଣିବି ଟିକି ଚଢ଼େଇ? ମୁଁ ପୁରା ନିରୁପାୟ, ତମେ ମୋତେ କ୍ଷମା କରିଦିଅ। ତମର ଏମିତି ପରିସ୍ଥିତିରେ ମଧ୍ୟ ମୁଁ କିଛି କରିପାରୁନାହିଁ। ଆଉ ତା ପରଦିନ ଟିକି ଚଢ଼େଇ ତା ଶାଶୁକୁ ଘରେ ବିଶ୍ରାମ କରିବାକୁ କହି ସେ ନିଜେ ସେ ଘାସର ପଙ୍ଖା ଆଉ ବିଛଣାକୁ ଜଙ୍ଗଲର ବଜାରକୁ ବିକ୍ରି କରିବାକୁ ଗଲା। ଟିକି ଚଢ଼େଇ ଜଙ୍ଗଲର ବଜାରକୁ ଯାଉଥିବା ସମୟରେ ହଠାତ୍ ଗୋଟେ ଖାଲରେ ତା ଗୋଡ଼ ଖସିଗଲା ଆଉ ସେ ଖାଲ ଭିତରେ ପଡ଼ିଗଲା। ଟିକି ଚଢ଼େଇ ଯେମିତି ସେ ଖାଲ ଭିତରେ ପଡ଼ିଛି, ଟିକି ଚଢ଼େଇ ଦେଖିଲା ତ ସେ ଖାଲ ଭିତରେ ଗୋଟେ ଭଙ୍ଗା କୁଲରଟେ ପଡ଼ିଥିଲା। ସେ କୁଲରକୁ ଦେଖି ସଙ୍ଗେ ସଙ୍ଗେ ଟିକି ଚଢ଼େଇ କୁଲରକୁ ଉପରକୁ ଉଠେଇ ଆଣିଲା। ଆରେ, ଏ କୁଲରଟା ବୋଧେ କେହି ଜଣେ ଏଠି ପକେଇ ଦେଇକି ଯାଇଛନ୍ତି। ଲାଗୁଛି ଏ କୁଲର ଖରାପ ହେଇଯାଇଛି। ମୁଁ ଯଦି ଏ କୁଲର ନେଇ ସଜାଡ଼ି ଦିଅନ୍ତି ତାହେଲେ ମୋ ଝିଅକୁ ଆଉ ଗରମରେ ଶୋଇବାକୁ ପଡ଼ନ୍ତା ନାହିଁ। ଏମିତି ଚିନ୍ତା କରି ଟିକି ଚଢ଼େଇ କୁଲରକୁ ଧରି ଘରକୁ ଆସେ ଆଉ ସେ କୁଲରକୁ ସଜାଡ଼ିବାକୁ ଲାଗେ। କିଛି ସମୟ ପରେ ଟିକି ଚଢ଼େଇ ସେ କୁଲରକୁ ପୁରା ସଜାଡ଼ି ଦେଇଥିଲା। ଆଉ ଯେମିତି ଟିକି ଚଢ଼େଇ ସେ କୁଲର ସୁଇଚକୁ ଟିପିଛି, ସେ କୁଲର ତ ଗୋଟେ ଘାସର କୁଲରରେ ବଦଳିଗଲା। ଏମିତି ସବୁ ଦେଖି ସେମାନେ ତ ପୁରା ଆଶ୍ଚର୍ଯ୍ୟ ହେଇଗଲେ। ଚଢ଼େଇ ମାନେ, ତମେ ମାନେ ଜମା ଚିନ୍ତା କରନି, ମୁଁ ଗୋଟେ ଯାଦୁଇ ଘାସର କୁଲର ଅଟେ। ମୋ ମାଲିକ ମୋ ଯାଦୁଇ ଶକ୍ତି ବିଷୟରେ ଜାଣିପାରିଲା ନାହିଁ ଆଉ ମୁଁ ଖରାପ ହେଇଯିବା କାରଣରୁ ମୋତେ ସେ ଫୋପାଡ଼ି ଦେଇକି ଗଲା। ହେଲେ ତୁ ମୋର କେତେ ଯତ୍ନ ନେଲୁ ଆଉ ମୋତେ ସଜାଡ଼ି ଦେଲୁ। ସେ ଘାସର କୁଲରୁ ବହୁତ ଥଣ୍ଡା ଥଣ୍ଡା ପବନ ଆସିଥିଲା। ମିକିର ତ ଆଉ କିଛି ବି ଚିନ୍ତା ନଥିଲା। ସେ ପ୍ରତ୍ୟେକ ଦିନ ସେ ଘାସର କୁଲର ପାଖରେ ଶୋଉଥିଲା ଆଉ ତାକୁ ଟିକେ ବି ହେଲେ ଗରମ ଲାଗୁନଥିଲା। ଖାଲି ସେତିକି ନୁହଁ ତ, ସେ ଯାଦୁଇ ଘାସର କୁଲର ସେମାନଙ୍କୁ ଖାଇବାକୁ ମଧ୍ୟ ଦଉଥିଲା। ଏମିତି ଭାବରେ ସେ ଗରିବ ପରିବାରଟି ଖୁସି ଖୁସି ରହିବାକୁ ଲାଗିଲେ।